मो शरीर सीना जलिगला मु हेले मो डाहाणी मो आत्मा अतृप्त आत्मा केबे हेले जलिबिनी मु अमर सुनसान राती केही कुआडे नहांती। ट्रेन लाइन पाख ना अछि पाखरे केही जणे लोक आसी पचारे आपण एते राती रे एकला एठी कोन करूछंती? ए जागाटा ठीक नुह, एठी किछि ना किछि घटी थाए। चलो मो संगरे मु तुमको बाहर जाई छाड़ी देबी। अरे आसो मो संगरे। झियोटी से पुअर मुहको अनै देखु थाए। आउ तापरे से ठिया हुए। टिके आगकु चले दुहे चला बाटरे झियोटी पचारे आपण कहिलेनी एठी एंती कोन होए? पुओटी कुहे लोकन को कहिबा कथा कि एठी गोटे डाहाणीर आत्मा घुरी बुले। झियोटी कुहे डाहाणी आपण देखिसंती केबे ताकू? पुओटी कुहे ना देखिनी केबे हेले, सुनिछि लंबा लंबा मुनिया नख, बहुत कड़ा लंबार चुटी तार। निजको जवानी केयर रखिया पाई से प्रत्येक दिन मनिषटिए खाई दिए। गोटे खास कथा हैला जानिच ता पाद गुड़ा को पूरा पूरी अलटा। झियोटी कुहे अलटा, ओ कुहे हाँ अलटा। प्रकृतरे जानिचंती से झियोटी थिला प्रकृतरे डाहाणी। डाहाणी टिके मुरुकी हसी कहिला एमिति नुह कि डाहाणी ता असल रूप को आसीबा आरंभ करिदेला। ऊपर को छाटी देई गोड़र नख गुड़ाक लंबा हेबाकू लागिला। लंबा घनर केश डाहाणीर से हस हस मुह पुओटी को देखु थाए। पुओटी डाहाणीर चतुरतार रूप आखि आगरे ठिया होई से सबु दृश्य को देखु थाए। डाहाणी हठात हाथ गुड़िक लंबा करी नख गुड़ाक लंबा हेबाकू लागिला। तापरे तार मुंडर से जो लंबा बेणीटी लंबी बारे लागिला। निजको देखि पुओटी पूरा छानिया रे अस्त व्यस्त होई पडुथिला। एई भितरे बीती जाईची 18 वर्ष। ए हेउचंती घरर मालिकाणी। पूजा कला बेलेर दृश्य। से समय पूजा कला बेले दियासिल काठीटी दियासिल निया बाहरी तळे पड़ी जाउथिला। सेते बेलकू तांको पुओ आसी दियासिल काठीटी धरी पकाइला। माँ हठात छानिया हई धन तो हाथ पुड़ी जाए तो बारे तोर किछि हेइन तो। परिवार मिसी समस्ते आलती लागी पड़ले। सेपटे स्क्वाड नहीं डॉग स्क्वाड सांगरे पुलिस तदंत करुथाय। डाहाणीर संधान खोज रे पुलिस
ଆଳତୀ ସମୟରେ ଗୀତ ବାଜିବାକୁ ଆରମ୍ଭ ହେଲା। ସେପଟେ ଆଳତୀର ସାଙ୍ଗକୁ ପୋଲିସ ମାନେ ଗଛ କରଡ଼ରେ ଦେଖନ୍ତି ତ କଣ ଗୋଟେ ଅଛି। ଏପଟେ ଆଳତୀ ସମୟରେ ଭାଇ ବହୁତ ବଡ ଗଡବଡ ହେଇଯାଇଛି। ଶୁଣ, ଆଉ ଚନ୍ଦନ ଭିତରେ ସାନ ସହିତ ଝଗଡା ହେଇଯାଇଛି। ଭାଇ କୁହେ, ଝଗଡା ହେଇଗଲା? ଆଉ ସାନୁ? ସିଷ୍ଟର କୁହେ, ସାନୁ କାର ରେସ୍ ରେ ହଁ କରିଦେଇଛି। ମୁଁ କାର ବାହାରେ ୱେଟ୍ କରିଛି, ତୁ ଶୀଘ୍ର ଆସ। ସେପଟେ ପୋଲିସର ଡଗ୍ ସ୍କ୍ୱାଡ୍ ସାଙ୍ଗରେ ପୋଲିସ ସେଇଠି ଠିଆ ହୋଇ କୁହେ, ଏ ପ୍ରଭାତ ୟଙ୍ଗ କ୍ଲାସେସ୍ ଝିଅ ନା? ପୋଲିସଟି କୁହେ, ଏ ଡେଥ୍ ବଡି ବୁଢୀ କେମିତି ହେଇଗଲା? ପୋଲିସଟି କୁହେ, ଏ ଡେଥ୍ ବଡି ବୁଢୀ କେମିତି ହେଇଗଲା? ଫଟୋଟିକୁ ଗାର୍ଡସ୍ ଦେଖନ୍ତି ତ ପାଖରୁ। ଓ ମାଇ ଗଡ୍, ଶିଟ୍! କଥାଟା ତ ସତ କଥା। ୟଙ୍ଗ କ୍ଲାସର ଝିଅଟେ ସେ ବୁଢୀ କେମିତି ହେଇଗଲା? ଓ ନୋ! ସେପଟେ ରିଆନ୍ ଯାଇ କାରର ରେସ୍ ପାଖରେ ପହଞ୍ଚି ଗଲେ। ରେସ୍ ପାଇଁ 1 2 ରେଡି ଗୋ ଷ୍ଟାର୍ଟ ଆଣ୍ଡ ଗୋ। ଆସି ଘରେ। ଭାଉଜ, କଲେଜରେ ଯୋଉ ଝିଅ ମିସିଂ ଥିଲା ଇଏ ହେଲା ତାର ଫଟୋ। ଏଇ ନିଅ ହେଉଛି ପ୍ରଭା ଭାଉଜ। ଇଏ ୟଙ୍ଗ ଝିଅଟା ବଡି ବୁଢୀ ଭଳି ଚେହେରା ହେଇଗଲା କେମିତି? ଆଶ୍ଚର୍ଯ୍ୟ, ଏ କଥା ତ ଜମା ଜାଣି ହଉନି। ଭାଉଜ ଫଟୋ ଦେଖି ଆଖିରେ ଲୁହ ଆସିଗଲା। ଇଏ କଣ ଜାଣି ସାରିଥିଲେ ସେ ଆଉ କେହି ନୁହେଁ, ସେ ହେଉଛି ଡାହାଣୀ ବୋଲି। ସେପଟେ ଗାଡିର ରେସ୍ ଆଗେଇ ଆଗେଇ ଚାଲିଲା ଦୁଇ ଜଣଙ୍କ ଭିତରେ। ଏପଟେ ଘର ଲୋକେ ମା କହିଲେ, ଏମିତିକା ମରଣ ତ କେବଳ ଜଣେ ଦେଇପାରେ। ସିଏ ଆଉ କେହି ନୁହେଁ, ସେ ହଉଛି ବିତି ଯାଇଥିବା ଘଟି ଯାଇଥିବା କଥା, ସେ ହଉଛି ଡାହାଣୀ। ମୁଁ ଗୋଟେ କଣ କରିବି?
ସେଇଠୁ ଘରର ମୁଖିଆ ଯିଏ ସିଏ ଆସିଲେ। ବହୁତ ପୁରୁଣା କଥା ଇଏ, 18 ବର୍ଷ ବିତିଗଲାଣି। ସେ ଏବେ କୋଉଠୁ ଆସିବ ନା ସେ ଆସିଥିବ? ସେଇଠୁ ମା କହିଲେ, ହେଲେ ତମେ ବୁଝିପାରିବନି, ତାପରେ ଆଉ କେହି ବି ତ ହେଇଥିବ ନା। ତାପରେ ଡାହାଣୀ, ଆପଣଙ୍କର ମନେ ଥିବ ନା ମରିଗଲା ବେଳେ ସେ କଣ କହିଥିଲା ଡାହାଣୀ? ମୋ ଶରୀର ସିନା ଜଳିଗଲା, ମୁଁ ହେଲେ ମୋ ଡାହାଣୀ, ମୋ ଆତ୍ମା ଅତୃପ୍ତ ଆତ୍ମା। ମୁଁ କେବେ ହେଲେ ଜଳିବିନି, ମୁଁ ଅମର, ମୁଁ ଅମର। ଡାହାଣୀର କଥା ମନେ ପଡିଗଲା କ୍ଷଣି ଘରର କଣ୍ଟାଟି ତଳକୁ ଖସିଗଲା। ଘରର ସମସ୍ତ ଲୋକ ସେଇ କଣ୍ଟା ଆଡକୁ ଅନେଇ ରହିଲେ। କଣ୍ଟାଟି ହଠାତ୍ ବୁଲିବାକୁ ଲାଗିଲା। ଖସି ଯାଇଥିବା କଣ୍ଟାଟି ମା ନେଇକି କାନ୍ଥରେ ପିଟିଥିଲେ। ତାପରେ ଘରେ ଲୋକେ ତ ସମସ୍ତେ ଜାଣିଛନ୍ତି ନା, ଗୋରଜୀଙ୍କ ଡାହାଣୀ ଦେଇଥିବା ବଞ୍ଚେଇବା ପାଇଁ ଏଇ କଣ୍ଟା କାନ୍ଥରେ ମାରିବା ପାଇଁ କେତେ ଜରୁରୀ। କେତେ ବର୍ଷ ହେଇଗଲାଣି କାନ୍ଥରେ କଣ୍ଟା ଗୁଡାକ ଲାଗି ରହିଛି, ପୁଣି ଆଜି କିସ ପାଇଁ ଖସି ପଡିଲା? ଓಂ ନମଃ ଶିବାୟ କହି ତ୍ରିଶୂଳ ଚିହ୍ନ କାଟି ଦେଇ ସମସ୍ତଙ୍କୁ ଇସାରା କିଛି ବୁଝିପାରୁନ ନା କଣ? ଭାଉଜ, 4 ସପ୍ତାହରେ ରିୟାନ୍‌ର ରାହୁ ମହାଦଶା ଆରମ୍ଭ ହେଇଯିବ ତ। ଏମିତି ହେଇଗଲେ ନା ଡାହାଣୀର ନଜରକୁ ବଞ୍ଚେଇବା ମୁସ୍କିଲ ହେଇଯିବ। କେହି ବି ତାକୁ ବଞ୍ଚେଇ ପାରିବେନି। ଧୀରେ ଧୀରେ ସେଇ ଡାହାଣୀର ଖରାପ ନଜର ଆଡକୁ ଗତି କରିବ। ତାପରେ ମୋ ପୁଅକୁ କିଏ ରକ୍ଷା କରିବ? ମା କୁହନ୍ତି, ସତ କଥା ତ, ମୋ ପୁଅର ଏଇପରି ଅବସ୍ଥା ମୁଁ କେବେ ଦେଖି ସହି ପାରିବିନି। ଗୁରୁଜୀ କହିଥିବା କଥା ଯଦି ଏଇ କଥା ଗୁଡାକ ସତ ହେଇଯାଏ, ତାହେଲେ ଆମେ କଣ କରିବା? ଥରେ ଭାବ ସମସ୍ତେ, ଏ ଆଉ କଣ୍ଟା ଖସିବାର ଇସାରା ନୁହେଁ ତ ଗୁରୁଜୀ କହିଥିବା ଠିକ କଥା। ବହୁଟି କୁହେ, এই কথা ବି ଠିକ ତ। ଇ ଶରୀରରେ ରିୟାନ୍‌ର ଡାହାଣୀର ରକ୍ତ, ଏ ବଂଶର ରକ୍ତ ବି ଅଛି। ମୁଁ ଶୁଣୁଛି ଅଧା ମଣିଷ ଅଧା ଡାହାଣୀ ଜନ୍ମ ହୁଅନ୍ତି, ଅଧା ବଂଶୀ ହୁଅନ୍ତି। ସେପଟେ କାରରେ ରିୟାନ୍‌ର ଆଖିରେ ଡାହାଣୀର ଛାପ ଲାଗିବାରେ ଲାଗିଛି। ମା କୁହନ୍ତି, ଡାହାଣୀ ହଉ, ସେ ମୋ ପୁଅ। ଡାହାଣୀର ରକ୍ତ ହେଲେ ବି କଣ ହେଲା? ସେଇଠୁ ତାକୁ ସଂସ୍କାର ମୁଁ ଦେଇଛି। ଯେତେ ବି ଚେଷ୍ଟା କରୁ ସେ ଡାହାଣୀ, ହେଲେ ମୋ ପୁଅର ଭଲ ଗୁଣଠୁ ସେ କେବେ ବି ଜିତି ପାରିବନି। ଆଉ ମାର ସ୍ନେହ ଠାରୁ ସେ କେବେ ବି ଅଲଗା ହେଇପାରିବନି। ସେ ମୋ ପୁଅ ରିୟାନ୍, ଆଉ କେହି ନୁହଁ। ରିୟାନ୍। ଭାଉଜ, ଯେବେ ଗୁରୁଜୀ କହିଥିଲେ ରାହୁ ସପ୍ତାହ ହୋଇଗଲେ ସେ ଖରାପ ଶକ୍ତି ଅଧିକ ମାତ୍ରାରେ ବଢିବାରେ ଲାଗିବ, ଏମିତି ହବନି ତ ଭାଉଜ? ଯଦି ଡାହାଣୀ ରିୟାନ୍‌କୁ ତା ବଶରେ କରିଦିଏ ତ? ଜୁଲି, ଏମିତିକା କଥା କହିବାକୁ ତମର ସାହସ କେମିତି ହେଲା? ଜୁଲି କୁହେ, ସରି ଭାଉଜ, ସେ ଦେବୀ ନିଶାନ ଥିବା ଝିଅକୁ ଖୋଜିବାକୁ ପଡିବ। ଆମକୁ ଜଲ୍ଦି, ସେ ଯୋଉଠି ବି ଥାଉ, ମୋ ରିୟାନ୍ ଜୀବନକୁ ଆସିବା ନିହାତି ଦରକାର। ସେ ଜୁଲି କୁହେ, ହେଲେ ଭାଉଜ, ଆମେ ତାଙ୍କୁ ଚିହ୍ନିବା ବା ଜାଣିବା ବା କେମିତି? ମା କୁହନ୍ତି, ଦେବୀ ମାର ତ୍ରିଶୂଳ ଚିହ୍ନରେ ଆମେ ସେ ଦେବୀକୁ ନିହାତି ଜାଣିବା। ହେଲେ ସେ ଆମ ବଂଶର ରକ୍ତ, ମୋ ଭାଇର ରକ୍ତ ବହୁଛି ତା ଦେହରେ। ସେ କେବେ ବି ହାରିବନି ରିୟାନ୍। ଆମ ପୁଅ ଉପରେ ତମେ ଧୈର୍ଯ୍ୟ ଧର ଟିକେ। ଏ କଥା ତ ଠିକ ଭାଇ ସାବ, ହେଲେ ଭାଇ ତମେ ଭୁଲୁଛ, ସେ ଭାଇଙ୍କର ରକ୍ତ ଥିଲେ ବି ସେ ଡାହାଣୀର ରକ୍ତ ତା ଦେହରେ ଅଛି।